ସିନ୍ଧୁର ଗୋଟିଏ ବୁଦ୍ଧିମାନ ରାଜା ଥିଲା। ଯେତେବେଳେ ସେ ବୁଢ଼ା ହୋଇଗଲା ଏବଂ ତାକୁ ଲାଗିଲା ଯେ ସେ ଅଧିକ ସମୟ ଆଉ ବଞ୍ଚିବ ନାହିଁ, ତ ସେ ନିଜର ମନ୍ତ୍ରୀକୁ ଡକାଇଲା ଏବଂ ତାକୁ 8ଟି ଚାବି ଦେଇ କହିଲା, ମୋର ଯିବାର ସମୟ ନିକଟ ଆସିଗଲାଣି। ରାଜକୁମାର ଯେପର୍ଯ୍ୟନ୍ତ ବଡ଼ ହୋଇନଯିବ, ଆପଣ ସିଂହାସନର ରକ୍ଷା କରିବ। ଯେବେ ସେ ନିଜେ ରାଜକାର୍ଯ୍ୟ ଚଳାଇବାର ଯୋଗ୍ୟ ହୋଇଯିବ, ତ ଆପଣ ତାକୁ 7ଟି ଚାବି ଦେଇଦେବେ, କିନ୍ତୁ 8 ନମ୍ବର ଚାବି ତାକୁ 5 ବର୍ଷ ଶାସନ କରିବା ପରେ ହିଁ ଦେବ। ମନ୍ତ୍ରୀ ତାକୁ ବଚନ ଦେଲା ଯେ ସେ ସେମିତି ହିଁ କରିବ ଏବଂ ରାଜା ଶାନ୍ତିରେ ସ୍ୱର୍ଗକୁ ଗଲା। ରାଜକାର୍ଯ୍ୟର ଭାର ମନ୍ତ୍ରୀ ନିଜ ହାତକୁ ନେଇଗଲା। ରାଜକୁମାରର ଶିକ୍ଷା ଦୀକ୍ଷାର ସେ ଉଚିତ ବ୍ୟବସ୍ଥା କଲା, ଯେମିତି ସେ ତାର ନିଜର ପୁଅ ଅଟେ। ରାଜକୁମାର ବଡ଼ ହେବା ପର୍ଯ୍ୟନ୍ତ ସେ ବହୁତ ନିଷ୍ଠାର ସହିତ ରାଜକାର୍ଯ୍ୟ କଲା। ପୁଣି ଗୋଟିଏ ଶୁଭ ଦିନରେ ତାକୁ ସମୃଦ୍ଧ ଏବଂ ସୁଶାସିତ ରାଜ୍ୟଭାର ଅର୍ପଣ କଲା। 7ଟି ଚାବି ମଧ୍ୟ ସେ ରାଜକୁମାରକୁ ଦେଲା। ରାଜତିଲକ ପରେ ରାଜକୁମାର ବଡ଼ ଉତ୍ସୁକତାରେ ସେହି ଚାବିମାନଙ୍କ ଦ୍ୱାରା 7ଟି ଭୂତଳ ଘର ଖୋଲିଲା। ଭୂତଳ ଘରେ ସୁନା, ରୂପା ଏବଂ ହୀରା ମୋତିର ଭଣ୍ଡାର ଥିଲା। ସେ ବହୁତ ଖୁସି ହେଲା। ବଫାଦାର ମନ୍ତ୍ରୀର ସେ ବହୁତ ଆଭାର ମାନିଲା, ଯିଏ ତା ପାଇଁ ସବୁ ଜିନିଷର ରକ୍ଷା କଲା ଏବଂ ଉଚିତ ସମୟରେ ତାକୁ ମୁକୁଟ ପିନ୍ଧାଇଲା। କିଛି ଦିନ ପରେ ମନ୍ତ୍ରୀକୁ ଈର୍ଷା କରୁଥିବା ଲୋକମାନଙ୍କ ମଧ୍ୟରୁ ଗୋଟିଏ ଚୁଗଲଖୋର ଲୋକ ନୂଆ ରାଜାର କାନ ଭରିଲା ଯେ ରାଜମହଲରେ 8ଟି ଭୂତଳ ଘର ଅଛି, କିନ୍ତୁ ମନ୍ତ୍ରୀ ତାକୁ ଖାଲି 7ଟି ଚାବି ହିଁ ଦେଇଛି ବୋଲି। ଯୁବକ ରାଜା ବହୁତ କ୍ରୋଧିତ ହେଲା। ତାକୁ ଲାଗିଲା ଯେ ମନ୍ତ୍ରୀ ବିଶ୍ୱାସଘାତୀ ଅଟେ। 8 ନମ୍ବର ଭୂତଳ ଘରର ଧନ ସେ ନିଜେ ନେବାକୁ ଚାହୁଁଛି। ସେ ମନ୍ତ୍ରୀକୁ କହିଲା ଯେ ସେ ଶୀଘ୍ର 8 ନମ୍ବର ଚାବି ତାକୁ ଦେଇଦେଉ, ନହେଲେ ସେ ଏବେ ତାର ମୁଣ୍ଡ କାଟ କରିଦେବ। ସେ ରାଜାର ପାଦ ଧରିଲା ଏବଂ କହିଲା ଯେ ସେ ତାର ବାପାକୁ ବଚନ ଦେଇଛି ଯେ ରାଜତିଲକର 5 ବର୍ଷ ପରେ ହିଁ ସେ ତାକୁ 8 ନମ୍ବର ଚାବି ଦେବ। ନୂଆ ରାଜାକୁ ସେତିକି ଧୈର୍ଯ୍ୟ ନଥିଲା। ସେ କହିଲା ଯେ ଚାବି ତାକୁ ଏବେ ଦରକାର, ଏହି ସମୟରେ। ଚାବି ହାତକୁ ଆସିବା କ୍ଷଣି ସେ 8 ନମ୍ବର ଭୂତଳ ଘର ଆଡ଼କୁ ଗଲା। ତାଲାର ଚାବି ବୁଲାଇଲା ଏବଂ ଶୀଘ୍ର କବାଟ ଖୋଲିଦେଲା। ଭୂତଳ ଘର ପୂରା ଖାଲି ଥିଲା। ତାକୁ ବିଶ୍ୱାସ ହେଲା ନାହିଁ। ଏପରିକି କାନ୍ଥଗୁଡ଼ିକ ମଧ୍ୟ ଠିକ୍ ଥିଲା। ସେଠାରେ ଗୋଟିଏ ଦାଗ ମଧ୍ୟ ନଥିଲା। ଖାଲି ଘରକୁ ସେ ଚାରିଆଡ଼କୁ ଦେଖିଲା। ଗୋଟିଏ କାନ୍ଥ ତାକୁ କିଛି ଅଲଗା ନଜରକୁ ଆସିଲା। ସେଠାରେ ଗୋଟିଏ ସୁନ୍ଦର ଝିଅର ଚିତ୍ର ତିଆରି ହୋଇଥିଲା। ରାଜାର ଆଖି ଚିତ୍ର ଉପରେ ରହିଗଲା। ସେ ଯେତେ ଥର ସେହି ଚିତ୍ରକୁ ଦେଖୁଥିଲା, ସେତିକି ଥର ତାର ସମ୍ମୋହନ ବଢ଼ିବାକୁ ଲାଗିଲା। ଚିତ୍ରରେ ଥିବା ଝିଅକୁ ସେ ନିଜ ପ୍ରାଣଠାରୁ ମଧ୍ୟ ଅଧିକ ଚାହିଁବାକୁ ଲାଗିଲା। ଝିଅର ସୌନ୍ଦର୍ଯ୍ୟରେ ସେ ଏତିକି ଅଭିଭୂତ ହୋଇଗଲା ଯେ ସେ ଅଚେତ ହୋଇଗଲା। ମନ୍ତ୍ରୀ ତାର ପଛରେ ହିଁ ଛିଡ଼ା ହୋଇଥିଲା। ସେ ରାଜାକୁ ଧରି ପକାଇଲା ଏବଂ ମୁହଁରେ ଗୋଲାପ ଜଳ ଛିଞ୍ଚିଲା। ରାଜାଙ୍କର ଚେତା ଫେରିଲା। ଚେତା ଫେରିବା ପରେ ତାର ନଜର ଚିତ୍ରରେ ବନାଯାଇଥିବା ଝିଅ ଆଡ଼କୁ ମୋଡ଼ିଲା। ସେ ମନ୍ତ୍ରୀକୁ ଆଦେଶ ଦେଲା ଯେ ଯେମିତି ମଧ୍ୟ ହେଉ ସେ ଏହି ଝିଅକୁ ଶୀଘ୍ରରୁ ଅତି ଶୀଘ୍ର ମିଳାଇ ଦେଉ, ନହେଲେ ସେ ରାଜପାଠ ଏବଂ ଅନ୍ନଜଳ ସବୁ ଛାଡ଼ିଦେବ। ମନ୍ତ୍ରୀକୁ ଏହା ବହୁତ ବିଚିତ୍ର ଲାଗିଲା ଯେ ରାଜା ସେହି ଝିଅ ପାଇଁ ମୁଗ୍ଧ ହୋଇଗଲା, ଯିଏ ତାହାକୁ କେବେ ଦେଖି ପର୍ଯ୍ୟନ୍ତ ନାହିଁ। କିନ୍ତୁ ସେ ରାଜାକୁ ଆଶ୍ୱସ୍ତ କଲା ଏବଂ ବଚନ ଦେଲା ଯେ ସେ ଏହି ଝିଅକୁ ଖୋଜିବାକୁ ସେ ବାହାରିଯିବ। ସେହି ସପ୍ତାହରେ ମନ୍ତ୍ରୀ ଜାହାଜରେ ବିକ୍ରୟ ପାଇଁ ଯୋଗ୍ୟ ବିଭିନ୍ନ ପ୍ରକାରର ସାମାନ ଭରିଲା ଏବଂ ଭରସାଯୋଗ୍ୟ କିଛି ନୌକରକୁ ସାଥିରେ ନେଇ ଶୀଘ୍ର ବାହାରିଗଲା। ସେମାନେ ସବୁ ବନ୍ଦରରେ ଅଟକୁଥାନ୍ତି ଏବଂ ସବୁ ରାଜ୍ୟର ସୈନ୍ୟ ଏବଂ ଭରସାଯୋଗ୍ୟ ଲୋକମାନଙ୍କୁ 8 ନମ୍ବର ଭୂତଳ ଘରୁ ମିଳିଥିବା ଚିତ୍ର ଦେଖାଉଥିଲେ, କିନ୍ତୁ ତାଙ୍କୁ ଏମିତି କେହି ମଧ୍ୟ ମିଳିଲେ ନାହିଁ ଯିଏ ଚିତ୍ରର ଅପୂର୍ବ ସୁନ୍ଦରୀକୁ ଦେଖିଛି ବା ତା ବିଷୟରେ ଶୁଣିଛି। ଏହି ପ୍ରକାର ପୂରା ଗୋଟିଏ ବର୍ଷ ବୁଲିବା ପରେ ସେମାନେ ଦୂରଦୂରାନ୍ତରରେ ଗୋଟିଏ ରାଜ୍ୟରେ ପହଞ୍ଚିଲେ। ସେଠାରେ ବନ୍ଦର ଅଟକିବା ସ୍ଥାନରେ କୂଳରେ ସେମାନେ ସେହି ଚିତ୍ରକୁ ଲୋକଙ୍କୁ ଦେଖାଇବାକୁ ରଖିଲେ। ଚିତ୍ରକୁ ଦେଖିବା କ୍ଷଣି ପାଖରେ ଛିଡ଼ା ହୋଇଥିବା ଲୋକେ ଚିଲ୍ଲାଇବାକୁ ଲାଗିଲେ, ଏହା ତ ଆମ ରାଜକୁମାରୀ ଅଟେ।
ମନ୍ତ୍ରୀକୁ ଶୀଘ୍ର ସେଠାରେ ଥିବା ରାଜାଙ୍କ ପାଖକୁ ନିଆଗଲା। ରାଜମହଲରେ ରାଜକୁମାରୀଙ୍କର ଗୋଟିଏ ଝଲକ ଦେଖିବା କ୍ଷଣି ମନ୍ତ୍ରୀକୁ ପୂରା ଭରସା ହୋଇଗଲା ଯେ ଏହା ସେହି ଅପୂର୍ବ ସୁନ୍ଦରୀ ଅଟେ। ମନ୍ତ୍ରୀଟି ରାଜାକୁ ଅମୂଲ୍ୟ ଉପହାର ଦେଲା ଏବଂ କହିଲା ଯେ ସେ ସୌଦାଗର ଅଟେ ଏବଂ ନିଜର ଜିନିଷ ବିକ୍ରି କରିବା ପାଇଁ ତାର ରାଜ୍ୟରେ କିଛି ଦିନ ରହିବାକୁ ଚାହୁଁଛି। ରାଜା ତାକୁ ବ୍ୟାପାରର ଅନୁମତି ଦେଇଦେଲେ। କିଛି ଦିନ ପରେ ସେ ରାଜକୁମାରୀର ସ୍ୱଭାବ ଏବଂ ତାର ବଂଶ ବିଷୟରେ ବହୁତ ତଥ୍ୟ ସଂଗ୍ରହ କରିନେଲା। ଯେବେ ସେ ପୂରା ସନ୍ତୁଷ୍ଟ ହୋଇଗଲା ତ ପୁଣି ନିଜ ରାଜ୍ୟକୁ ଫେରିଲା। କିଛି ମାସର ଯାତ୍ରା କରିବା ପରେ ମନ୍ତ୍ରୀ ନିଜ ରାଜଧାନୀରେ ବନ୍ଦରରେ ଅଟକିଗଲା। ସେ ରାଜାକୁ କହିଲା ଯେ ଚିତ୍ରର ଅପୂର୍ବ ସୁନ୍ଦରୀର ଠିକଣା ମିଳିଗଲା। ସେ ଚିତ୍ରଠାରୁ ମଧ୍ୟ ବହୁତ ଅଧିକ ସୁନ୍ଦର ଅଟେ। ତାକୁ ଗୋଟିଏ ନଜର ଦେଖିବା ପାଇଁ ରାଜା ଅଧୀର ହୋଇଗଲା। ଜାହାଜରେ ପୁଣି ଭଳିକୁ ଭଳି ବିକ୍ରୟଯୋଗ୍ୟ ବସ୍ତୁରେ ଭରାଗଲା ଏବଂ ରାଜାକୁ ନେଇ ଜାହାଜ ପୁଣି ଚାଲିଗଲା। କିଛି ମାସର କଠିନ ସମୁଦ୍ର ଯାତ୍ରା ପରେ ଜାହାଜ ଅପୂର୍ବ ରାଜକୁମାରୀର ରାଜ୍ୟରେ ଭୂମିକୁ ଛୁଇଁଲା। ମନ୍ତ୍ରୀଟି ରାଜକୁମାରୀର ବାପାଙ୍କ ସହିତ ଭେଟ ହେଲା ଏବଂ ପୂର୍ବ ବର୍ଷ ପରି ପୁଣି ବ୍ୟାପାରର ଅନୁମତି ମାଗିଲା। ମନ୍ତ୍ରୀ ଜାଣିଥିଲା ଯେ ରାଜକୁମାରୀକୁ ଖେଳନାର ବହୁତ ପସନ୍ଦ ଥିଲା। ଏହି ରାଜ୍ୟର ଲୋକେ ବହୁତ ଖେଳନା ବନାଉଥିଲେ। ଏଥିପାଇଁ ସେ ରାଜକୁମାରୀ ପାଇଁ ବିଭିନ୍ନ ପ୍ରକାରର ଅନୋଖା ଖେଳନା ନେଇ ଆସିଥିଲା। ଏହି ଖେଳନା ଗୁଡ଼ିକ ଚାଲୁଥିଲେ, କହୁଥିଲେ, ସିଂହ ଏବଂ ବାଘ ରଡ଼ୁଥିଲେ, ପକ୍ଷୀମାନେ ପବନରେ ଟେଢ଼ା କରି ଉଡ଼ୁଥିଲେ। ରାଜକୁମାରୀ ମୁଗ୍ଧ ହୋଇଗଲା। ମନ୍ତ୍ରୀ କହିଲା, ଆମର ଜାହାଜରେ ଏମିତି ଏମିତି ଖେଳନା ଅଛି, ଏହା ତ କିଛି ମଧ୍ୟ ନୁହେଁ। ଆମର ମାଲିକ ଜାହାଜରେ ନାହିଁ। ସେ ମୋତେ ଆମ ଦେଶର ମାମୁଲି ଖେଳନା ଗୁଡ଼ିକ ଜାହାଜ ଦ୍ୱାରା ବାହାରକୁ ନେବାକୁ ଦେଲେ। ଆମର ଜାହାଜକୁ ଚାଲ, ଆପଣଙ୍କୁ ଆହୁରି ବହୁତ ଭଲ ଭଲ ଅଦ୍ଭୁତ ଖେଳନା ଦେଖାଇବି। ରାଜକୁମାରୀ କୌତୂହଳ ଚରମରେ ପହଞ୍ଚିଗଲା। 6ଟି ଦାସୀଙ୍କ ସହିତ ସେ ଶୀଘ୍ର ମନ୍ତ୍ରୀଙ୍କ ସହିତ ଚାଲିଗଲା। ଜାହାଜରେ ଯୁବକ ରାଜା ତାଙ୍କର ସ୍ୱାଗତ କଲା ଏବଂ ତାକୁ ଶିଷ୍ଟତାପୂର୍ବକ ଆଶ୍ଚର୍ଯ୍ୟଜନକ ଖେଳନା ଗୁଡ଼ିକ ଦେଖାଇବାକୁ ଲାଗିଲା। ସବୁ ନୂଆ ଖେଳନା ଦେଖିକରି ରାଜକୁମାରୀ ଖୁସିରେ ଝୁମି ଉଠିଲା। ଏହା ମଧ୍ୟରେ ନାବିକଟି ଜାହାଜର ରଶି ଗୁଡ଼ିକୁ କାଟିଦେଲା। ଜାହାଜଟି ଚାଲିଗଲା। ଏହିସବୁ କିଛି ସେମାନେ ଏମିତି ଚାଲାକିରେ କଲେ ଯେ ରାଜକୁମାରୀ ଏବଂ ଦାସୀମାନେ ଟିକିଏ କ୍ଷଣିକ ମଧ୍ୟ ସୁରାଗ ପାଇପାରିଲେ ନାହିଁ। ସେମାନେ କୂଳଠାରୁ ବହୁତ ଦୂର ପର୍ଯ୍ୟନ୍ତ ଆସିଗଲେ। ରାଜକୁମାରୀ ଏବଂ ଦାସୀମାନଙ୍କୁ ପଛରେ ଜାଣିବାକୁ ପାଇଲେ ଯେ ତାଙ୍କୁ ଅପହରଣ କରାଯାଇଛି ବୋଲି, ତ ସେମାନେ ବହୁତ ଭୟରେ ଶୂନ୍ୟ ହୋଇଗଲେ। ପୁଣି ସେମାନେ ଚିଲ୍ଲାଇବାକୁ ଲାଗିଲେ ଏବଂ ଜାହାଜରେ ଥିବା ବସ୍ତୁଗୁଡ଼ିକ ଭାଙ୍ଗିବାକୁ ଲାଗିଲେ। ଯୁବକ ରାଜାଟି ଏହା କହି ରାଜକୁମାରୀକୁ ଶାନ୍ତ କଲା ଯେ କେମିତି ତାର ଚିତ୍ର ଦେଖି ସେ ତା ପ୍ରତି ଆକର୍ଷିତ ହେଲା ଏବଂ କେମିତି ତାକୁ ଖୋଜିବା ପାଇଁ ସେ 7 ସମୁଦ୍ରର ଯାତ୍ରା କଲା। ଯୁବକ ରାଜାର ପ୍ରଣୟ ନିବେଦନ ଏବଂ ତାହାର ସୌଜନ୍ୟତାରେ ରାଜକୁମାରୀ ତରଳିଗଲା। ତାର ପ୍ରତିରୋଧ ଥଣ୍ଡା ପଡ଼ିଗଲା। ରାଜକୁମାରୀକୁ ଲାଗିଲା ଯେ ସେ ମଧ୍ୟ ତାକୁ ଚାହିଁବାକୁ ଲାଗିଲାଣି। ଯୁବକ ରାଜାର ରାଜ୍ୟରେ ପହଞ୍ଚିବା ପରେ ତାର ରାଣୀ ହେବା ପାଇଁ ସେ ରାଜି ହୋଇଗଲା। ସେଠାକୁ ପହଞ୍ଚିବାକୁ ଏବେ କିଛି ମାସର ଡେରି ଥିଲା, କିନ୍ତୁ ପ୍ରେମର ଲହରୀରେ ଭାସି ପ୍ରେମୀ ଯୁଗଳ ବହୁତ ଖୁସି ଥିଲେ। ଜାହାଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହିଁ ଲାଗିଲା। ସମୁଦ୍ରଠାରୁ ସ୍ଥଳଭାଗରେ ଦେଖାଯିବାକୁ ଲାଗିଲା। ଦୁଇ ପ୍ରେମୀ ପରସ୍ପରର ଆଖିରେ ଆଖି ଦେଖି ଜାହାଜରେ ବୁଲୁଥିଲେ। ବୁଢ଼ା ମନ୍ତ୍ରୀ ଜାହାଜର ମୂଳ ଭାଗରେ ବସି ଅଦା ମୁଜିଥିବା ଆଖିରେ ଜାହାଜର ଗତିରେ କାଟୁଥିବା ଲହରୀକୁ ଦେଖୁଥିଲା। ସେ ମୁଣ୍ଡ ଉଠାଇ ପାଖରେ ଆସୁଥିବା ସ୍ଥଳଭାଗକୁ ଦେଖିଲା। ସେତିକିବେଳେ ଶୁଆ ମଇନାର ଗୋଟିଏ ଯୋଡ଼ି ଉଠି ଆସି ସେ ପାଖରେ ଥିବା ଝରକାରେ ବସିଗଲେ। ବୁଢ଼ା ମନ୍ତ୍ରୀ ପକ୍ଷୀମାନଙ୍କର ଭାଷା ଜାଣିଥିଲା। ସେ ତାଙ୍କର କହିବାର ଅପେକ୍ଷା କରିବାକୁ ଲାଗିଲା। ଝରକାର ରଶି ଉପରେ ବସୁଥିବାର କିଛି ସମୟ ପରେ ମଇନା କହିଲା, ମୋତେ ଏହି ଜାହାଜରେ ବସିବାକୁ ଭଲ ଲାଗୁନାହିଁ। କୌଣସି କାହାଣୀ ଶୁଣାଅ ନା। ଶୁଆ କିଛି ସମୟ ଭାବିବାକୁ ଲାଗିଲା। ପୁଣି କହିଲା, ଗୋଟିଏ କାହାଣୀ ଏହା ଅଟେ, ଆମର ଆଖି ସାମ୍ନାରେ ଘଟୁଛି। ଯୁବକ ରାଜା ଏବଂ ତାର ହେବାକୁ ଯାଉଥିବା ପତ୍ନୀକୁ ଦେଖ, କେତେ ଖୁସିରେ ଅଛନ୍ତି। ରାଜା ଖାଲି ଆଉ 3 ଦିନ ବଞ୍ଚିବ।
3 ଦିନ ପରେ ଏମାନେ କୂଳରେ ପହଞ୍ଚିଯିବେ। ରାଜାର ସ୍ୱାଗତ ପାଇଁ ତାର ସୈନ୍ୟ, ହାତୀ ଏବଂ ଘୋଡ଼ା ଆସିବେ। ରାଜାର ସବାରି ପାଇଁ ସେହି ଘୋଡ଼ା ମଧ୍ୟ ପ୍ରସ୍ତୁତ ହେବ। କିନ୍ତୁ ସେହି ଘୋଡ଼ାର ରୂପରେ ଗୋଟିଏ ରାକ୍ଷସ ଥିବ। ଯେମିତି ରାଜା ଘୋଡ଼ା ଉପରେ ବସିଥିବ, ସେମିତି ସେ ଘୋଡ଼ା ତାକୁ ନେଇ ଆକାଶରେ ଉଡ଼ିଯିବ ଏବଂ ତାକୁ ସମୁଦ୍ରରେ ପକାଇଦେବ। ମଇନାର ଆଖି ଛଳ ଛଳ ହୋଇଗଲା। ତ ବିବାହ ପୂର୍ବରୁ ରାଜକୁମାରୀ ସିନ୍ଦୁର ଲିଭିଯିବ? କେମିତି ସୁନ୍ଦର ଯୋଡ଼ି ଅଟେ! ବିଚାରୀ ଉପରେ ଦୁଃଖର ପାହାଡ଼ ପଡ଼ିଯିବ। କ'ଣ ରାଜା କୌଣସି ପ୍ରକାରରେ ବଞ୍ଚିପାରିବ ନାହିଁ? ଶୁଆ କହିଲା, ବଞ୍ଚିପାରିବ ଯଦି କେହି ଜଣେ ରାଜାର ଘୋଡ଼ାକୁ ଛୁଇଁବା ପୂର୍ବରୁ ହିଁ ଘୋଡ଼ାର ମୁଣ୍ଡ କାଟିଦେବ। କିନ୍ତୁ ଏହି କଥା କାହାକୁ କହିବ ନାହିଁ। ଯିଏ ମଧ୍ୟ ଏହି କଥା କାହାକୁ କହିବ, ତାର 1/3 ଶରୀର ପଥର ପାଲଟିଯିବ। ପୁଣି ଶୁଆ ଏବଂ ମଇନା ଉଡ଼ିଗଲେ। ଏହା ଶୁଣି ବୁଢ଼ା ମନ୍ତ୍ରୀ ସ୍ୱାମୀର ଜୀବନ ପାଇଁ ଚିନ୍ତିତ ହୋଇଗଲା। ପ୍ରସନ୍ନ ଚିତ୍ତରେ ରାଜା ରାଜକୁମାରୀ ସହିତ ବୁଲୁଥିଲା। ରାଜକୁମାରୀର ଚେହେରା ମଧ୍ୟ ଖୁସିରେ ଚମକୁଥିଲା। ତାଙ୍କୁ ଟିକିଏ ମଧ୍ୟ ଆଭାସ ନଥିଲା ଯେ କେମିତି ଭବିଷ୍ୟ ତାଙ୍କର ପ୍ରତୀକ୍ଷା କରୁଛି। ତା ପରଦିନ ଶୁଆ ଏବଂ ମଇନା ପୁଣି ଆସିଲେ ଏବଂ ସେହି ସ୍ଥାନରେ ବସିଗଲେ। ମନ୍ତ୍ରୀ ତାଙ୍କୁ ଦେଖିଲା ଏବଂ ତାଙ୍କ ପାଖରେ ଯାଇ ବସିଗଲା। ତାଙ୍କର ଗୋଟିଏ ଗୋଟିଏ ଶବ୍ଦ ମଧ୍ୟ ଅଣଶୁଣା କରିବାକୁ ଚାହୁଁନଥିଲା। ମଇନା ପାଟଣାରେ ବୁଲି ବୁଲି ରାଜା ଏବଂ ତାହାର ହେବାକୁ ଯାଉଥିବା ପତ୍ନୀକୁ ଦେଖିଲା ଏବଂ ଶୁଆକୁ ପଚାରିଲା, ଯଦି ରାଜା ରାକ୍ଷସ ଘୋଡ଼ାଠାରୁ ବଞ୍ଚିଯିବ, ପୁଣି ତ ତାଙ୍କୁ କିଛି ସଙ୍କଟ ନାହିଁ ତ? ତାପରେ ସେମାନେ ବିବାହ କରି ସୁଖରେ ରହିବେ ନା? ଶୁଆ କହିଲା, ନା ପ୍ରିୟେ, ଏତିକି ଶୀଘ୍ର କର ନାହିଁ। ରାଜା ଏବଂ ରାଜକୁମାରୀ କେବେ ସୁଖରେ ରହିପାରିବେ ନାହିଁ। ରାକ୍ଷସ ଘୋଡ଼ାଠାରୁ ବଞ୍ଚିଗଲେ ବିବାହ ସମାରୋହରେ ମରିଯିବ। ସମାରୋହରେ ରାଜା ଶୁଦ୍ଧ ସୁନାର ଗୋଟିଏ ଥାଳି ଦେଖିବ। ସେହି ଥାଳି ତାକୁ ଏତିକି ଭଲ ଲାଗିବ ଯେ ସେ ତାକୁ ଉଠାଇବ ଏବଂ ବିବାହ କରାଉଥିବା ପଣ୍ଡିତକୁ ଦେବା ପାଇଁ ରାଜସ୍ୱର୍ଣ୍ଣକାରୀମାନଙ୍କୁ ସେମିତି ହିଁ ଥାଳି ବନାଇବା ପାଇଁ ଆଦେଶ ଦେବ। ଏହାର ଅଳ୍ପ ସମୟ ପରେ ସେ ଅଚେତ ହୋଇ ତଳେ ପଡ଼ିଯିବ ଏବଂ ମରିଯିବ। ସେହି ଥାଳିରେ ହଳାହଳ ବିଷ ଥିବ। ଥାଳିକୁ ଛୁଇଁବା କ୍ଷଣି ବିଷ ରାଜାର ତ୍ୱଚାରେ ପ୍ରବେଶ କରି କିଛି ସମୟରେ ତାର ପ୍ରାଣ ନେଇଯିବ। ମଇନା ପୁଣି ବ୍ୟାକୁଳ ହେଲା, ରାଜାର ପ୍ରାଣ ବଞ୍ଚିପାରିବ ନାହିଁ କି? ଶୁଆ କହିଲା, ଯଦି କେହି ଜଣେ କପଡ଼ା ଦ୍ୱାରା ଥାଳିକୁ ଉଠାଇ ଦୂରରେ ଫିଙ୍ଗିଦେବ ତ ରାଜା ବଞ୍ଚିଯିବ। କିନ୍ତୁ ମନେ ରଖ, ଏହି କଥା କାହାକୁ କହିବ ନାହିଁ, ନହେଲେ ତୁମର 1/3 ଶରୀର ପଥର ହୋଇଯିବ। ଏହା କହି ଶୁଆ ଏବଂ ମଇନା ଉଡ଼ିଗଲେ। ମନ୍ତ୍ରୀ ଗଭୀର ଚିନ୍ତାରେ ପଡ଼ିଗଲା। ତା ପରଦିନ ସମୁଦ୍ର ଯାତ୍ରାର ଶେଷ ଦିନ ଥିଲା। ନିଜର ଅନ୍ତରରେ ରହସ୍ୟକୁ ଦବାଇ ଝରକା ପାଖରେ ବସିଥିଲା। ତାକୁ ଲାଗୁଥିଲା ଯେ ଶୁଆ ଏବଂ ମଇନା ଆଜି ପୁଣି ଆସିବେ ଏବଂ ଆସିଲେ ମଧ୍ୟ। ମଇନାଟି ଶୁଆକୁ ପଚାରିଲା, ଯଦି ରାଜା ବିଷ ଲାଗିଥିବା ଥାଳିରୁ ବଞ୍ଚିଯିବ ତ ସେ ରାଜକୁମାରୀ ସହିତ ସୁଖରେ ବଞ୍ଚିପାରିବ ତ? ନା ପ୍ରିୟେ, ରାଜା ଅଧିକ ଦିନ ବଞ୍ଚିବ ନାହିଁ। ରାଜକୁମାରୀ ଭାଗ୍ୟରେ ଦୁଃଖ ଲେଖା ହୋଇଛି। ବିବାହ ପରେ ଯେତେବେଳେ ବରବଧୂ ଶୟନ କକ୍ଷକୁ ଶୋଇବାକୁ ଯିବେ, ଯେବେ ସେମାନେ ଗଭୀର ନିଦରେ ଶୋଇଯିବେ ତ ଛାତରେ ଲଟକିଥିବା ଗୋଟିଏ ସାପର ମୁହଁରୁ ବିଷର ଗୋଟିଏ ବୁନ୍ଦା କନ୍ୟାର ଗାଲ ଉପରେ ପଡ଼ିବ। ଯେତେବେଳେ ରାଜା ଆଖି ଖୋଲିବ ଏବଂ ସେ କନ୍ୟାର ଗାଲକୁ ଚୁମିବ ତ ତାହାର ପ୍ରାଣପକ୍ଷୀ ଉଡ଼ିଯିବ। ମଇନାର ମନ ଅନୁକମ୍ପାରେ ଭରିଗଲା ଏବଂ ପଚାରିଲା, ବିବାହର ପ୍ରଥମ ରାତିରେ ଏହି ଭୟାନକ ଅନ୍ତକୁ ଅଟକାଇବା ପାଇଁ କ'ଣ କିଛି ଉପାୟ ନାହିଁ? ଶୁଆ କହିଲା, ଗୋଟିଏ ଉପାୟ ଅଛି ପ୍ରିୟ। ଯଦି କେହି ସୁହାଗ କକ୍ଷରେ ଲୁଚିଯିବ ଏବଂ ନବବଧୂର ଗାଲରେ ବିଷର ବୁନ୍ଦା ପଡ଼ିବା କ୍ଷଣି ତାକୁ ଚାଟିଦେବ ତ ରାଜା ବଞ୍ଚିଯିବ ଏବଂ ବିଷ ଚାଟିଥିବା ଲୋକ ମଧ୍ୟ ମରିବ ନାହିଁ ଯଦି ସେ ଶୀଘ୍ର ଗୋଟିଏ ଢୋକା କ୍ଷୀର ପିଇଦେବ। କିନ୍ତୁ ସୁହାଗ କକ୍ଷରେ ଲୁଚିବାର ସାହସ କିଏ କରିବ? ଲାଗୁଛି ରାଜାର ମୃତ୍ୟୁ ଟଳି ପାରିବ ନାହିଁ। ଶୁଣ ପ୍ରିୟ, ଯଦି ତୁମେ ଏହି କଥା କାହାକୁ କହିବ ତ ତୁମର 1/3 ଶରୀର ପଥର ହୋଇଯିବ। ଏତିକି କହି ଶୁଆ ଏବଂ ମଇନା ଉଡ଼ିଗଲେ। ମନ୍ତ୍ରୀ ନିଜ ମନ ଭିତରେ କହିବାକୁ ଲାଗିଲା, ନିଜ ହାତରେ ଯଦି ସବୁ ଥାଆନ୍ତା ତ ତାର ରାଜାର ଗୋଟିଏ ବାଳ ମଧ୍ୟ ବଙ୍କା କରିବାକୁ ଦିଅନ୍ତା ନାହିଁ। ଏଥିରେ ତାର ଜୀବନ ଚାଲିଯାଉନା କାହିଁକି? ଚିନ୍ତିତ ମନ୍ତ୍ରୀ ନିଶ୍ଚିତ କଲା ଯେ ସେ ଗୋଟିଏ କ୍ଷଣ ପାଇଁ ମଧ୍ୟ ରାଜାକୁ ନିଜ ଦୃଷ୍ଟିରୁ ଦୂରେଇବାକୁ ଦେବ ନାହିଁ।
ଜାହାଜଟି କୂଳରେ ପହଞ୍ଚିବା ପରେ ରାଜା ତଳକୁ ଓହ୍ଲାଇଲା ଏବଂ ରାକ୍ଷସ ଘୋଡ଼ା ଆଡ଼କୁ ବଢ଼ିବାକୁ ଲାଗିଲା। ତା ପୂର୍ବରୁ ଯେମିତି ସେହି ଘୋଡ଼ାରେ ବସିଥାନ୍ତା, ମନ୍ତ୍ରୀ ତଲବାର ବାହାର କଲା ଏବଂ ଗୋଟିଏ ଝଟକାରେ ଘୋଡ଼ାର ମୁଣ୍ଡକୁ ଶରୀରରୁ ଅଲଗା କରିଦେଲା। ରାଜା ସ୍ତବ୍ଧ ହୋଇଗଲା। ରାଜା ତାକୁ ଏହାର କାରଣ ପଚାରିଲା, କିନ୍ତୁ ସେ କିଛି ଉତ୍ତର ଦେଲା ନାହିଁ। ଏହା ଫଳରେ ରାଜାର କ୍ରୋଧ ଆହୁରି ବଢ଼ିଗଲା। ମନ୍ତ୍ରୀ ଜାଣିଥିଲା ଯେ ଏହି ବିଷୟରେ ସେ ଯଦି ଗୋଟିଏ ଶବ୍ଦ ମଧ୍ୟ କହିବ ତ ତାର 1/3 ଶରୀର ପଥର ହୋଇଯିବ। ମନ୍ତ୍ରୀର ବ୍ୟବହାର ରାଜାକୁ ବହୁତ ଅଜବ ଲାଗିଲା, କିନ୍ତୁ ସେ ବହୁତ ସ୍ୱାମୀ ଭକ୍ତିରେ ତାର କୁଳର ସେବା କରିଛି, ଏଥିପାଇଁ ସେ ତାକୁ କ୍ଷମା କରିଦେଲା। ବିବାହର ଭବ୍ୟ ପ୍ରସ୍ତୁତି ଆରମ୍ଭ ହେଲା। ବିବାହରେ ସାମିଲ ହେବା ପାଇଁ ଦୂର ଦୂରାନ୍ତ ଦେଶରୁ ଅତିଥି ଆସିଲେ। ବିବାହ ସମାରୋହରେ ରାଜାର ନଜର ସୁନାର ଏକ ସୁନ୍ଦର ଥାଳି ଉପରେ ପଡ଼ିଲା। ତାକୁ ଉଠାଇବା ପାଇଁ ରାଜା ଯେମିତି ହାତ ବଢ଼ାଇଲା, ସେମିତି ହିଁ ମନ୍ତ୍ରୀ ହଠାତ୍ ତାକୁ ଉଠାଇଲା ଏବଂ ତାକୁ ବହୁଥିବା ନାଳିରେ ଫିଙ୍ଗିବା ପାଇଁ ଦୌଡ଼ିଲା। ରାଜା ବୁଝିପାରିଲା ନାହିଁ ଯେ ମନ୍ତ୍ରୀ ଏମିତି କାହିଁକି କଲା। ରାଜା ପଚାରିବା ପରେ ମଧ୍ୟ ସେ କିଛି କହିଲା ନାହିଁ। ରାଜା କ୍ରୋଧରେ ଜର୍ଜରିତ ହୋଇଗଲା, କିନ୍ତୁ ଅତିଥିମାନଙ୍କ ସାମ୍ନାରେ ତାକୁ କିଛି କହିବା କରିବା ଉଚିତ ବୁଝିଲା ନାହିଁ। ବିବାହ ସମ୍ପନ୍ନ ହେବା ପରେ ବରବଧୂ ଶୟନ କକ୍ଷକୁ ଯାଇ ଶୋଇଗଲେ। ସେମାନେ ଜାଣିନଥିଲେ ଯେ ସେଠାରେ ମନ୍ତ୍ରୀ ପରଦା ପଛରେ ଲୁଚି ରହିଛି। ମନ୍ତ୍ରୀ ପୁରା ପ୍ରସ୍ତୁତ ଥିଲା। କିଛି ସମୟ ପରେ ଛାତରୁ ଗୋଟିଏ ସାପ ତଳକୁ ଆସିଲା ଏବଂ ଶୋଇଥିବା ବଧୂର ଗାଲରେ ବିଷର ଗୋଟିଏ ବୁନ୍ଦା ପକାଇଦେଲା। ମନ୍ତ୍ରୀ ଶୀଘ୍ର ପଲଙ୍କ ଆଡ଼କୁ ଗଲା, ବଧୂର ଗାଲରେ ପଡ଼ିଥିବା ବିଷକୁ ଚାଟିଲା ଏବଂ ସାଥିରେ ଆଣିଥିବା କ୍ଷୀର ପିଇଦେଲା। ହଠାତ୍ ବଧୂର ନିଦ ଭାଙ୍ଗିଗଲା। ସେ ଆଖି ଖୋଲିଲା। ତାକୁ ଲାଗିଲା ଯେ ମନ୍ତ୍ରୀ ତାର ଗାଲକୁ ଚାଟିଛି। ସେ ଚିଲ୍ଲାଇ କରି ରାଜାକୁ ଉଠାଇଲା। ନିଜର ଶୟନ କକ୍ଷରେ ମନ୍ତ୍ରୀକୁ ଦେଖି ରାଜା କ୍ରୋଧରେ ପାଗଳ ହୋଇଗଲା। ସେ ସୈନ୍ୟମାନଙ୍କୁ ଡକାଇ ଆଦେଶ ଦେଲା ଯେ ଏହାକୁ କାରାଗାରରେ ବନ୍ଦୀ କରିଦିଅ ଏବଂ ସୂର୍ଯ୍ୟୋଦୟ ହେବା କ୍ଷଣି ନଗରର ପ୍ରାଚୀରରେ ଏହାକୁ ଫାଶୀରେ ଲଗାଇଦିଅ। ସୈନିକମାନେ ମନ୍ତ୍ରୀକୁ କାରାଗାରରେ ବନ୍ଦୀ ବନାଇ ରଖିଲେ। ସକାଳେ ଅନ୍ତିମ ଇଚ୍ଛା ପଚରାଯିବା ପରେ ମନ୍ତ୍ରୀ କହିଲା ଯେ ମରିବା ପୂର୍ବରୁ ସେ ମହାରାଜାଙ୍କୁ ଭେଟ ହେବାକୁ ଚାହୁଁଛି। ରାଜା ଭେଟ ହେବାରେ ମନା କରିପାରିଲେ ନାହିଁ। ହାତକଡ଼ି ବନ୍ଧା ହୋଇଥିଲା ଏବଂ ମନ୍ତ୍ରୀକୁ ରାଜାର ସାମ୍ନାକୁ ଅଣାଗଲା। ସେଠାରେ ସେ ରାଜାଙ୍କୁ ସବୁ ସତକଥା କହିଲା। ଯେମିତି ସେ କହିଲା ଯେ କିପରି ଶୁଆ ଅସୁର ଘୋଡ଼ାର କଥା କାହାକୁ କହିବାକୁ ମନା କରିଥିଲା ବୋଲି ତାର ହାତ ଏବଂ ପାଦ ପଥର ହୋଇଗଲା। ପୁଣି ହଳାହଳରେ ଥାଳି କଥା କହିବା କ୍ଷଣି ତାର ଛାତି ପର୍ଯ୍ୟନ୍ତ ଶରୀର ପଥର ହୋଇଗଲା। ଶେଷରେ ଛାତରେ ଲୁଚି ରହିଥିବା ସାପର ବିଷ ପଡ଼ିବାର କଥା କହିବା ପରେ ତାର କାନ୍ଧ ଏବଂ ମୁଣ୍ଡ ମଧ୍ୟ ପଥର ହୋଇଗଲା। ରାଜା ସ୍ତବ୍ଧ ହୋଇଗଲା। କିଛି ସମୟ ପରେ ସେ ବହୁତ କାନ୍ଦିବାକୁ ଲାଗିଲା। ସ୍ୱାମୀଭକ୍ତ ମନ୍ତ୍ରୀର ପଥର ହେବା ଦେଖି ତାର ହୃଦୟ ଫାଟି ଯାଉଥିଲା। ମନ୍ତ୍ରୀର ପଥର ପାଲଟି ଯାଇଥିବା ଶରୀରକୁ ସେ ଅନ୍ୟ ଏକ କକ୍ଷରେ ରଖାଇଲା। ତାକୁ ଫୁଲମାଳ ପିନ୍ଧାଇଲା ଏବଂ ତାର ପୂଜା କରିବାକୁ ଲାଗିଲା। କିଛି ବର୍ଷ ପରେ ରାଣୀ ଏକ ପୁତ୍ରକୁ ଜନ୍ମ ଦେଲା। ରାଜା ସବୁଦିନ ରାଜକୁମାରକୁ ସେହି କକ୍ଷକୁ ନେଇଯାଉଥିଲା ଯେଉଁଠାରେ ମନ୍ତ୍ରୀ ପାଷାଣର ଶରୀର ରଖାଯାଇଥିଲା। ସେ ତାକୁ ଦିବଂଗତ ମନ୍ତ୍ରୀର ସ୍ୱାମୀ ଭକ୍ତି ଏବଂ ତାର ଉପକାର ବିଷୟରେ କହୁଥିଲା। ଗୋଟିଏ ଦିନ ଯେବେ ରାଜକୁମାର 3 ବର୍ଷର ହେଲା, ତ ସେହି ଶୁଆ ମଇନା ଯେଉଁମାନେ ଜାହାଜ ଉପରେ ରାଜାଙ୍କ ବିଷୟରେ ଭବିଷ୍ୟବାଣୀ କରିଥିଲେ ସେହି କକ୍ଷକୁ ଆସିଲେ ଏବଂ କଥାବାର୍ତ୍ତା କରିବାକୁ ଲାଗିଲେ। ରାଜା ଏହି ସମୟରେ ତାଙ୍କର ଭାଷା ବୁଝିପାରୁଥିଲା, କାରଣ ସେ ମନ୍ତ୍ରୀର ମୂର୍ତ୍ତି ପାଖରେ ଛିଡ଼ା ହୋଇଥିଲା। ଶୁଆଟି ମଇନାକୁ କହିଲା, ଦେଖ, ରାଜା କେତେ ଦୁଃଖୀ ଅଛି। ମନ୍ତ୍ରୀ ସହିତ ଯାହା ହେଲା ତାହା ସେ ଭୁଲି ପାରୁନାହିଁ। ଯଦି ରାଜା ଚାହିଁବ ତ ମନ୍ତ୍ରୀ ପୁଣି ବଞ୍ଚିପାରିବ। ମଇନା ପଚାରିଲା, କେମିତି, କିପରି ହୋଇପାରିବ? ଶୁଆ ଉତ୍ତର ଦେଲା, ରାଜାକୁ ନିଜ ପୁଅର ବଳି ଦେବାକୁ ପଡ଼ିବ ଏବଂ ତାର ରକ୍ତକୁ ମନ୍ତ୍ରୀର ମୂର୍ତ୍ତିରେ ପକାଇବାକୁ ପଡ଼ିବ। ଏହାଦ୍ୱାରା ମନ୍ତ୍ରୀ ପୁଣି ହାଡ଼ ମାଂସର ହୋଇଯିବ। ରାଜା ଚିନ୍ତାରେ ପଡ଼ିଗଲା। ସେ କଣ କରିବ, କଣ କରିବା ଉଚିତ ହେବ। ସେ ଏହି ନିଷ୍କର୍ଷରେ ପହଞ୍ଚିଲା
ଯେ ତାର ରୋମ ରୋମ ମନ୍ତ୍ରୀର ରୂଢ଼ି ଅଟେ। ସେ 3 ଥର ତାର ପ୍ରାଣ ବଞ୍ଚାଇଛି। ଏହା ପୂର୍ବରୁ ତାର ମନ ପୁଣି ବୁଲି ପଡ଼ିବ ଏହା ଭାବି ସେ ଶୀଘ୍ର ତଲୱାର ବାହାର କଲା ଏବଂ ରାଜକୁମାରର ମୁଣ୍ଡ କାଟିଦେଲା। ପୁଣି ତାର ରକ୍ତକୁ ସେହି ମୂର୍ତ୍ତିରେ ଛିଞ୍ଚିଲା। ମନ୍ତ୍ରୀ ତୁରନ୍ତ ବଞ୍ଚିଗଲା। ତାକୁ ପୁନର୍ଜୀବନ କେମିତି ମିଳିଲା ଏହା ଜାଣିବା ପରେ ମନ୍ତ୍ରୀ ସମ୍ପୂର୍ଣ୍ଣ ଚେତନାରେ ଭଗବାନଙ୍କର ସ୍ମରଣ କଲା। ଏମିତି ପ୍ରାର୍ଥନା କଲା ଯେ ଭଗବାନ ଅଣଦେଖା କେମିତି କରିବ। ଶିଶୁଟିର ମୁଣ୍ଡ ସ୍ୱୟଂ ଶରୀରରେ ଯୋଡ଼ି ହୋଇଗଲା ଏବଂ ସେ ଆଖି ଖୋଲି ଠିଆ ହୋଇଗଲା ଯେମିତି ସେ ନିଦରୁ ଉଠିଛି। ସେତିକିବେଳେ ରାଜା ରାଣୀକୁ ଡକାଇଲା ଏବଂ ତାକୁ ସବୁ କଥା କହିଲା। ସେ ଏହା ଶୁଣି ଥରି ଉଠିଲା ଯେ ତାର ପତି ନିଜେ ନିଜର ପୁତ୍ରର ମୁଣ୍ଡକୁ କାଟିଛି, କିନ୍ତୁ ସେ ଏହା ସ୍ୱୀକାର କଲା ଯେ ରାଜା ପାଖରେ ଆଉ କିଛି ଉପାୟ ହିଁ ନଥିଲା। ଯାହା ହେଉ, ମନ୍ତ୍ରୀର ପ୍ରାର୍ଥନା ଏବଂ ଭଗବାନଙ୍କ କୃପାରୁ ରାଜକୁମାର ପୁଣି ଜୀବିତ ହୋଇଗଲା। ରାଜା, ରାଣୀ ଏବଂ ରାଜକୁମାର ବହୁତ ଲମ୍ବା ଆୟୁଷ ପାଇଲେ। ସେମାନେ ଯେତେ ସମୟ ବଞ୍ଚିଲେ ସୁଖରେ ବଞ୍ଚିଲେ। ଏମିତି ମନ୍ତ୍ରୀ ଯାହାର ପରାମର୍ଶଦାତା ହୋଇଥିବ ତାଙ୍କୁ କେବେ କୌଣସି କଷ୍ଟ ମଧ୍ୟ କେମିତି ହେବ। ଏବଂ ଏହିପରି ଭାବରେ ଗୋଟିଏ ବୁଢ଼ା ରାଜାର ବଚନ, ଗୋଟିଏ ସ୍ୱାମୀଭକ୍ତ ମନ୍ତ୍ରୀର ନିଃସ୍ୱାର୍ଥ ସେବା, ଗୋଟିଏ ଯୁବକ ରାଜାର ଅଧୀରତା ଏବଂ ଗୋଟିଏ ଅଦ୍ଭୁତ ପ୍ରେମ କଥା, ଏହି ସମସ୍ତ ମଧ୍ୟରେ ଲୁଚି ରହିଥିଲା ଜୀବନର ଗୂଢ଼ ସତ୍ୟ, ଧୈର୍ଯ୍ୟ, ନିଷ୍ଠା ଏବଂ ତ୍ୟାଗ ହିଁ କୌଣସି ରାଜ୍ୟ ଏବଂ ସମ୍ପର୍କର ଅସଲି ଜଡ଼ ହୋଇଥାନ୍ତି। ଯେଉଁ ମନ୍ତ୍ରୀକୁ କେବେ ବିଶ୍ୱାସଘାତ ବୋଲି ବୁଝାଗଲା, ତାର ନିଃସ୍ୱାର୍ଥ ଭକ୍ତି ରାଜା, ରାଣୀ ଏବଂ ପୁରା ରାଜ୍ୟକୁ ବିନାଶରୁ ବଞ୍ଚାଇଲା। ରାଜା ଶିଖିଲା ଯେ ସବୁ ଚାବିରୁ ଖାଲି ଖଜଣା ନୁହେଁ, କେବେ କେବେ ଅନୁଭବ, ପ୍ରେମ ଏବଂ ସତ୍ୟର ଦ୍ୱାର ମଧ୍ୟ ଖୋଲିଥାଏ। ଏବଂ ମନ୍ତ୍ରୀ, ସେ ତ ଯୁଗ ପର୍ଯ୍ୟନ୍ତ ଗୋଟିଏ ଉଦାହରଣ ସୃଷ୍ଟି କଲା, ଏମିତି ଉଦାହରଣ ଯାହାର ଛାଇରେ ସବୁ ରାଜା ନିଜକୁ ସୁରକ୍ଷିତ ଭାବିବେ। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି କାହାଣୀଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି କାହାଣୀ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।